ଦୁନିଆରେ ବାପା ମାଙ୍କ ଠାରୁ ବଡ଼ ଆଉ କେହି ନାହାନ୍ତି। ପିତାମାତାଙ୍କୁ ଚଳନ୍ତି ପ୍ରତିମା କୁହାଯାଏ। କିନ୍ତୁ ସବୁ କଥା ଆପଣ ବାପା ମାଙ୍କୁ କହିପାରିବେନି। ଯଦି ଜୀବନର ସବୁ କଥା କାହାକୁ କୁହାଯାଇପାରିବ, ସିଏ ହେଲା ବନ୍ଧୁ, ସାଙ୍ଗ। ଯଦି ଆପଣଙ୍କ ପାଖରେ ଗୋଟେ ଭଲ ସାଙ୍ଗ ଅଛି, ଭଲ ବନ୍ଧୁ ଅଛି, ଲାଇଫ୍ ଚେଞ୍ଜ ହେଇଯିବ। ଆଉ ଯଦି ଖରାପ ସାଙ୍ଗ ହାବୁଡ଼ରେ ପଡ଼ିଗଲେ, ଲାଇଫ୍ ବର୍ବାଦ ହେଇଯିବ। ସାଙ୍ଗର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ। ତାହେଲେ ପ୍ରକୃତ ସାଙ୍ଗକୁ କେମିତି ଚିହ୍ନିବେ? ସାଙ୍ଗ ବିଭିନ୍ନ ପ୍ରକାର ଅଛନ୍ତି। ଯେମିତିକି ସ୍ୱାର୍ଥପର ସାଙ୍ଗ। ସ୍ୱାର୍ଥପର ସାଙ୍ଗ କ'ଣ? ଆପଣଙ୍କର କ'ଣ ହେବ ସେ ବିଷୟରେ ତାଙ୍କର ଚିନ୍ତା ନାହିଁ। ତାଙ୍କର କେବଳ ସ୍ୱାର୍ଥ ଦରକାର, ଫାଇଦା ଦରକାର। ଯେତେବେଳେ ଯାଏଁ ସିଏ ଆପଣଙ୍କଠୁ ପାଉଥିବେ, ସେତେ ଦିନ ଯାଏଁ ଆପଣ ଭଲ। ଯେଉଁଦିନ ଦବା ବନ୍ଦ କରିଦେବେ, ଆପଣ ଖରାପ। ଲେମ୍ବୁକୁ ଚିପୁଡ଼ି ରସ ବାହାର କଲା ଭଳି ଏମାନେ ଆପଣଙ୍କୁ ଚିପୁଡ଼ି ଚାଲିଥିବେ। ଯେତେବେଳେ ରସ ବନ୍ଦ ହେବ, ଫିଙ୍ଗିଦେବେ। ଏମାନେ ବହୁତ ସ୍ୱାର୍ଥପର। ସେଥିପାଇଁ ତ କୁହାଯାଏ, ଶତ୍ରୁକୁ ପାଳିବ ପଛେ ଏଭଳି ସାଙ୍ଗକୁ ପାଳିବନି। ସ୍ୱାର୍ଥପର କଥା ତ ବୁଝିଲେ। ଆଉ ଗୋଟେ ଅଛନ୍ତି ସଂଗଠନ ସାଙ୍ଗ। ସଂଗଠନ ସାଙ୍ଗ କ'ଣ? ଏମାନେ ଡିମାଣ୍ଡ କରିବେ। ବନ୍ଧୁ ଟିକେ ସନ୍ଧ୍ୟାବେଳେ ଆସୁନା ବସିବା। ଖାଲି ଖାଲିରେ କ'ଣ ବସିବା? କ'ଣ ଟିକେ ଆଣିବ। ବସିଲା ବେଳେ ପୁଣି ଡିମାଣ୍ଡ କରିବେ, ଆଉ ଟିକେ ଆଣୁନା, ଏତିକିରେ କ'ଣ ହେବ? ଚନ୍ଦେଇବା ହେଉଛି ଏମାନଙ୍କର କାମ। କେମିତି କ'ଣ କରି ଚନ୍ଦେଇଲେ ନିଜ ଇଚ୍ଛାଟି ପୂରଣ ହେବ, ଏ କଥାଟିକୁ ଏମାନେ ଭଲ ଭାବରେ ଜାଣିଛନ୍ତି। ଉପରେ ପଡ଼ି ଖାଲି ସାଙ୍ଗ ସାଙ୍ଗ କହିବେ, କିନ୍ତୁ ମନ ଭିତରେ ଅଲଗା ଚିନ୍ତା ଥିବ। ଏମାନେ ବିଷ ଭଳି ଭୟଙ୍କର। ବିଷଠୁ ବେଶୀ ଭୟଙ୍କର। ଏ ବନ୍ଧୁଗଣଙ୍କୁ ଯେତେ ଶୀଘ୍ର ବୁଝିଯିବେ ଭଲ, ନହେଲେ ଖୋଳ ହେଇଯିବେ। ଆଉ ଗୋଟେ ପ୍ରକାର ସାଙ୍ଗ ହେଲେ ଚେରକଟା ସାଙ୍ଗ। ଏମାନେ ଟିକେ ଅଲଗା। କେମିତି? ଉପରେ ଉପରେ ଭାରି ଭଲ, କିନ୍ତୁ ଭିତରେ ଚେର କାଟିଦେବେ। ସାଙ୍ଗ ଭଳି ମିଶିବେ, କିନ୍ତୁ ସାଙ୍ଗର ଉନ୍ନତି ହଉ, ଏ କଥା ତାଙ୍କୁ ହଜମ ହେବନି। ଦେ ଆର୍ ଦ ସାଇଲେଣ୍ଟ କିଲର। ଆପଣଙ୍କୁ ଗଛରେ ଚଢ଼େଇ ଦେବେ, ଏପଟେ ଗଛ କାଟିବାର ବ୍ୟବସ୍ଥା କରିଥିବେ। ଏମାନେ ଭାରି ଭୟଙ୍କର। ଏମାନେ ହେଉଛନ୍ତି ଅଦୃଶ୍ୟ ଶତ୍ରୁ। ଦେଖାଯିବେନି, କିନ୍ତୁ ଭୟଙ୍କର। ଏମାନଙ୍କ ମନରେ ଗୋଟିଏ କଥା ଥାଏ, ମୋର ଉନ୍ନତି ହଉ, କିନ୍ତୁ ମୋ ସାଙ୍ଗ ତଳିତଳାନ୍ତ ହେଇଯାଉ। ପଛପଟୁ ଛୁରା ମାରିବାରେ ଏମାନେ ଓସ୍ତାଦ। ଆଙ୍କୁ ଟିକେ ଚିହ୍ନି ରଖିବେ। ୟାଙ୍କ ପରେ ଆସିଲେ ଅଭିମାନୀ ସାଙ୍ଗ। ଏ ପ୍ରଜାତି ଟିକେ ଅଲଗା। ୟାଙ୍କ ହଁରେ ହଁ, ନାଁରେ ନାଁ କରିବାକୁ ହେବ, ନହେଲେ ଏମାନେ ରୁଷିଯିବେ। ଯେତେବେଳେ ଯେଉଁ ଟାଇମରେ ଡାକିବେ, ଆପଣଙ୍କୁ ପହଞ୍ଚିବାକୁ ପଡ଼ିବ। ଆପଣଙ୍କର ଯେତେ ଗୁରୁତ୍ୱପୂର୍ଣ୍ଣ କାମ ଥାଉ, ସେ ବିଷୟରେ ଆଙ୍କର କିଛି ଯାଏଆସ ନାହିଁ। ଯଦି ମନା କରିଦେବେ, ଏମାନେ ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପକାଇଦେବେ। ଏମାନଙ୍କର ଗୋଟିଏ ଇଚ୍ଛା ଥାଏ, ମୁଁ ଯେତେବେଳେ ଡାକିବି ମୋ ସାଙ୍ଗ ଆସି ମୋ ପାଖରେ ପହଞ୍ଚିବ। ମୁଁ ଯାହା କହିବି ସିଏ କରିବ। ତାର ଇଚ୍ଛା ଥାଉ କି ନଥାଉ। ମୁଁ ଭୁଲ କହିଲେ ବି ସିଏ କରିବ। ଆଙ୍କୁ ତେଲମରା ସାଙ୍ଗ ବି କୁହାଯାଏ। କାରଣ ଆଙ୍କୁ ସବୁବେଳେ କୈଫିୟତ ଦେବାକୁ ପଡ଼ିବ, ମୁଁ ଏଇ କାରଣରୁ ଯାଇପାରିଲିନି। ଏଭଳି ସାଙ୍ଗ ଥିଲେ ଆପଣ ଦୋଷ ନ କରି ବି ଦୋଷୀ ହେଇଯିବେ। ଆଙ୍କୁ ଦୁରୁ ଜୁହାର। ଏବେ ଆସିବା ପ୍ରକୃତ ସାଙ୍ଗ। ଆପଣଙ୍କର ପ୍ରକୃତ ବନ୍ଧୁ କିଏ? ବନ୍ଧୁ କେମିତି ହେବା ଦରକାର? ମନ ଭିତରେ କୌଣସି ସ୍ୱାର୍ଥ ନ ରଖି ଯିଏ ଆପଣଙ୍କର ଉନ୍ନତି ବିଷୟରେ ଚିନ୍ତା କରେ, ସେ ହିଁ ଆପଣଙ୍କର ପ୍ରକୃତ ବନ୍ଧୁ। ଯିଏ ଆପଣଙ୍କୁ ଠିକରେ ବୁଝିପାରିବ, ସୁବିଧା ଅସୁବିଧା ବିଷୟରେ ଜାଣିପାରିବ, ସେ ହିଁ ଆପଣଙ୍କର ପ୍ରକୃତ ବନ୍ଧୁ। ଆପଣ ଯଦି କିଛି ଭୁଲ କରୁଥିବେ, ଯିଏ ଆପଣଙ୍କୁ ଅଟକେଇବ, ଆପଣଙ୍କର ଉନ୍ନତି ବିଷୟରେ ଚିନ୍ତା କରିବ, ସେ ହିଁ ଆପଣଙ୍କର ପ୍ରକୃତ ବନ୍ଧୁ। ସୁଖରେ ନହେଲା ନାହିଁ, ଯିଏ ଦୁଃଖରେ ଛିଡ଼ା ହେବ, ସେ ହିଁ ଆପଣଙ୍କର ପ୍ରକୃତ ବନ୍ଧୁ। ଏଭଳି ସାଙ୍ଗ ବହୁତ କଷ୍ଟରେ ମିଳନ୍ତି। ମନେ ରଖନ୍ତୁ, 100 ସ୍ୱାର୍ଥପର ସାଙ୍ଗ ନ ରଖି ଗୋଟିଏ ଭଲ ସାଙ୍ଗ ରଖିଲେ ଜୀବନ ବଦଳିଯିବ। ଭିଡ଼ିଓକୁ ସାଙ୍ଗମାନଙ୍କ ସାଙ୍ଗେ ସେୟାର କରିବେ। ସେମାନେ ବି ଜାଣନ୍ତୁ ସେମାନେ କେଉଁ ଟାଇପ୍ର। ଆଉ ଆପଣଙ୍କର ରିଅଲ୍ ଫ୍ରେଣ୍ଡର ନାଁ କମେଣ୍ଟରେ ଲେଖିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।